ଆଉ ସେତେ ଦିନ କାହିଁ ରହିଲେ ଯାତ୍ରା ତ ଯାହା କଲ କଲ ଇଏ କଲ ଯାତ୍ରା 3 ଦିନ ପରେ ସେ କାହିଁକି ପଞ୍ଚାୟତ ଅଫିସରେ ଆମର ରହିଛନ୍ତି ତାଙ୍କୁ ପଇସା ଦେଇନ ବୋଲି ରହିଛନ୍ତି ହଁ ଗାଡ଼ି ତୁରନ୍ତ ପଠା ଏଠୁ ନେଇକି ଯା ପଞ୍ଚାୟତ ଅଫିସରୁ ଖାଲି କର ଏଠୁ ପଇସା ଦେଇପାରୁନ ଏଠି ବଡ଼ ବଡ଼ କଥା ଠିକ୍ ଅଛି ଖାଇବା ଏତେବେଳେ ହେଲାଣି ତ ଯାହା ଦେଇନାହାନ୍ତି ମନ୍ଦିରରେ ଖାଇବା ହେଉଛି ଆମେ ଯିବୁ ମନ୍ଦିରରୁ ଖାଇକି ଆସିବୁ ମାନେ କଳାକାର ନା ଆଉ କ'ଣ ମାଗିକି ଖାଇବୁ ଆମର କ'ଣ ଘର ଦ୍ୱାର ନାହିଁ ମାଗିକି ଖାଇବାକୁ କହିଛୁ ଏଠି ଯିଏ ଆଣିଥିଲେ ସେ ବୁଝୁନାହାନ୍ତି କିଛି କେହି ନାହାନ୍ତି କେହି ବୁଝାବୁଝି କରୁନାହାନ୍ତି କେହି ନାହାନ୍ତି ଏ ପାର୍ଟିକି ମୁଁ ଆଇଛି ହଇରାଣ ହେଉଛି ଯେମିତି ଆଉ କେହି ନ ଆସନ୍ତୁ ମୁଁ କହୁଛି ବନ୍ଦ ହେଇଯିବା ଦରକାର ଏଇ ପାର୍ଟି ପଇସା ତ ଦେଉନ ମାଲିକ ପଇସା ନେଇ କ'ଣ କରୁଛି ଯେଉଁ ଜାଗାରେ ପ୍ରୋଗ୍ରାମ୍ ପଡ଼ୁଛି ଆଡ଼ଭାନ୍ସ ଉଠେଇକି ଆଣୁଛ ତମେ କ'ଣ କରୁଛ ମିଛ ତ କହିଦେଉଛ କଳାକାର ନେଲେ ଯାଇକି ଆସିବେ ଦେଖିଲା ବେଳକୁ ପଇସା ନେଇକି ନିଜେ ଖାଉଛ ପଇସା ଦେବାର ନାହିଁ ରୋଷେଇଆଙ୍କୁ ତ ପଇସା ମିଳିଲା କଳାକାର ଦୂରର କଥା ସିଏ 50-100 ଲୋକଙ୍କୁ ରୋଷେଇ କରି ଦେଉଛନ୍ତି ଖାଇବା ପାଇଁ ତାଙ୍କୁ 5 ମାସ ହେଲାଣି ପଇସା ଦେଇନାହାନ୍ତି ଆମକୁ କ'ଣ ସେ ଦେବେ ମୁଁ ମୋ କଥା କହୁଛି 2 ଦିନ ହେଲାଣି ମୋର ଗୋଟେ ଛୋଟ ଝିଅ ମୋତେ ପଇସା ମିଳିନି ମୁଁ ଘରଠୁ ପଇସା ଆଣି ଖାଉଛି ଆଉ ଏମାନଙ୍କୁ କ'ଣ ଦେଉଥିବେ ଇଏ ଆରେ ଆମ ପାଖକୁ ପଇସା ଆସିନି ଆମ ସାର୍ଙ୍କ ପାଖକୁ ପଇସା ଆସିବ ଆମ ପାଖକୁ ଡାଇରେକ୍ଟ ଆସିବନି ଆମ ସାର୍ଙ୍କ ପାଖକୁ ଆସିବ ସାର୍ଙ୍କ ପାଖକୁ ଆସିଲେ ସାର୍ ଆମକୁ ପେମେଣ୍ଟ କରିବେ କିନ୍ତୁ ହେଉଛି ସାର୍ ଆମକୁ ଏବେ ଡାକୁଛନ୍ତି ଆମେ କ୍ୟାମ୍ପକୁ ଯାଉଛୁ ସାର୍ଙ୍କ ପାଖକୁ ପଇସା ଆସିଛି କି ନାହିଁ ସେ ବିଷୟରେ ମୁଁ କିଛି ଜାଣିନି ହଁ ଅଟକିକି ରହିଛନ୍ତି ଏଇ ପଇସା ପତ୍ର ପ୍ରୋବ୍ଲେମ୍ ପାଇଁ ଆଉ ଏଇଆ କଣ୍ଡିସନ୍ ମାସକୁ ମାସ ପଇସା ନେବୁ ମାସକର ପଇସା ଦେଇକି ଆଣିଥିଲେ ଘରୁ ମାସେ ଖଟିଦେଲୁ ପୁଣି ମାସକର ପଇସା ଧରିବୁ ପୁଣି ମାସେ ଖଟିବୁ ପୁଣି ମାସକର ଏମିତି କଣ୍ଡିସନ୍ କଳାକାର କିଛି ସେ ସବୁ କଳାକାର ପାଇନଥିବେ ନା କିଛି କଳାକାର ପାଇଛନ୍ତି କିଛି କଳାକାର ପାଇନାହାନ୍ତି ଏମିତି ଆଉ ଆମର ଏଠି ପ୍ରୋଗ୍ରାମ ଯେଉଁଦିନ ହୁଏ ଯାତ୍ରା ଯେଉଁ ପ୍ରୋଗ୍ରାମ ହୁଏ ଯାତ୍ରା ହୁଏ 14 ତାରିଖ ଯେଉଁଦିନ ସଂକ୍ରାନ୍ତି ପଣା ସଂକ୍ରାନ୍ତି ସେଇ ଦିନ ହିଁ ଯାତ୍ରା ଆରମ୍ଭ ହୁଏ ଏଥରକ ଆମର 14 ଜାଗାରେ ଯେହେତୁ 15, 16, 17 ଯାତ୍ରା କରୁଥିଲା ଆମର ପାର୍ବତୀ ଗଣନାଟ୍ୟ ପବିତ୍ର ପାତ୍ରଙ୍କର ଯେଉଁ ଯାତ୍ରା ପାର୍ବତୀ ଗଣନାଟ୍ୟ ରାଜଧାନୀ ଅଛି ଓଡ଼ିଶା ଅଛି 3ଟି ଯାତ୍ରା ଅଛି ସେଇ ପାର୍ବତୀ ଗଣନାଟ୍ୟ ଆମର ଏଠି ଯାତ୍ରା କରୁଥିଲା ପ୍ରୋଗ୍ରାମ ସରିଗଲା କିନ୍ତୁ ଦୁଃଖତବଶତଃ ଯେଉଁ ଆମର କଳାକାର ଭାଇମାନେ କି ଭଉଣୀମାନେ ଯେଉଁ ଆସିଥିଲେ ସେମାନେ ଆଜି ତାଙ୍କର ପରିବାର ସହିତ ପରିବାରକୁ ମାନେ ପଇସାର ସାହାଯ୍ୟ କରିପାରୁନାହାନ୍ତି କି ନିଜେ ବି ଏଠୁ ଯାଇପାରୁନାହାନ୍ତି ତାଙ୍କର ଯେଉଁ ମ୍ୟାନେଜମେଣ୍ଟର ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ତାଙ୍କୁ କିଛି ମ୍ୟାନେଜମେଣ୍ଟ ତାଙ୍କର ଠିକ୍ ଠାକ୍ ନାହିଁ ତାଙ୍କୁ ପଇସା ପତ୍ର ପେମେଣ୍ଟ କରିନାହାନ୍ତି ଯେହେତୁପାଇଁ ସେମାନେ ଆସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମେ ବି ତାଙ୍କୁ ବହୁତ କୋଅପରେଟ୍ କରିଛୁ ଆଉ ହଁ ଆଜ୍ଞା ସେମାନଙ୍କୁ ଆମର ଯାହା ବି ହେଉ ଆମ ଅନୁଷ୍ଠାନର ଭାଇମାନେ କି ସରପଞ୍ଚ ତାଙ୍କୁ ବହୁତ ପ୍ରକାର ସାହାଯ୍ୟ କରୁଛନ୍ତି।